यूट्यूब चैनल रो अन्य एक नुआ वीडियो को आपण मानकु स्वागत। पूर्व वीडियो रे आमे आलोचना करुथिले 30 गोटी प्रश्न उत्तर। आसंतु आज मध्य आलोचना करिबा पदावली साहित्य और कवि गोपाल कृष्णଙ୍କ संपर्क रे 30 गोटी प्रश्न उत्तर। ता पूर्वरु आपण मानकु अनुरोध वीडियो भलो लागुथिले ओडिया नेट एचिवर्स यूट्यूब चैनल को सब्सक्राइब करंतु, वीडियो को लाइक करंतु। आपण मानकर गोटे गोटे लाइक मते प्रेरणा जगेइबो एवं वीडियो को संग मानकु शेयर करंतु। आपण माने लक्ष्य स्थल रे पहुंचीबा सहित आपणक संग माने मध्य पहुंचीबे। पीडीएफ पाइबा को चाहुथिले ओडिया नेट एचिवर्स टेलीग्राम चैनल रे जॉइन करंतु। धन्यवाद। आसंतु आलोचना करिबा। आजिर आलोचना को आगो को बढ़ेबा। पदावली पदावली कहिले साधारण भावरे पद समूह को बुझाए। ताले पदावली कहिले साधारणतः काहाकू बुझाई थाए पद समूह को बुझाई थाए। साधारणतः आमे भक्ति भाव संबलित गीत धर्मी रचना को पदावली भावरे ग्रहण करिथाउ। ताले आमे पदावली भावरे काहाकू ग्रहण करिथाउ साधारण भावरे भक्ति भाव संबलित को भाव भक्ति भाव संबलित गीत धर्मी रचना को गीत धर्मी सृष्टि बा रचना को आमे पदावली भावरे ग्रहण करिथाउ। ओडिया साहित्य रे प्रमुख पदावलीकार मानक मध्यरे ताले ओडिया साहित्य रे जो माने पदावली रचना करिथिले पदावलीकार मानक मध्यरे गोपाल कृष्ण, बनमाली, गौरहरि, हरिबंधु और गौरचरण प्रमुख एमाने थिले ओडिया साहित्य रे पदावली रचनाकार। राधाकृष्ण प्रेममूलक कवितार जनक कवि गोपाल कृष्ण। ताले राधाकृष्ण प्रेममूलक कवितार स्रष्टा होचंती किए गोपाल कृष्ण। कवि कलहंस गोपाल कृष्णଙ୍କ जन्म ଓ ସାଧନ ଭୂମି ଥିଲା ସୁଦୂର ପାରଳାଖେମୁଣ୍ଡି। ହେଲେ କବି ଗୋପାଳ କୃଷ୍ଣ କୋଉଠି ଜନ୍ମ ଗ୍ରହଣ କରିଥିଲେ ଏବଂ ତାଙ୍କର ସାଧନ ଭୂମି କୋଉଠି ଥିଲା ପାରଳାଖେମୁଣ୍ଡି। ମନେ ରଖିବେ ଆପଣମାନେ। ପିତା ବନବାସୀ ପଟ୍ଟନାୟକ। ହେଲେ ଗୋପାଳ କୃଷ୍ଣଙ୍କର ପିତା କିଏ ଥିଲେ ବନବାସୀ ପଟ୍ଟନାୟକ। କ୍ଲିୟର। ପିତା ବନବାସୀ ପଟ୍ଟନାୟକ ପାରଳା ଗଜପତିଙ୍କ ଦରବାରରେ ଜଣେ ଉଚ୍ଚ ପଦସ୍ଥ କର୍ମଚାରୀ ଥିଲେ। ବାପା ପାରଳା ଖେମୁଣ୍ଡିର ରାଜାଙ୍କ ଦରବାରରେ ଜଣେ ଉଚ୍ଚ ପଦସ୍ଥ କର୍ମଚାରୀ ଭାବରେ କାମ କରୁଥିଲେ। କବି ଗୋପାଳ କୃଷ୍ଣ ମଧ୍ୟ କିଛି ଦିନ ସେଇ ଦରବାରରେ କାର୍ଯ୍ୟ କରିଥିଲେ। ପରେ ବୈଷ୍ଣବ ଦୀକ୍ଷା ଗ୍ରହଣ କରିଥିଲେ। ପରେ କବି ଗୋପାଳ କୃଷ୍ଣ ବୈଷ୍ଣବ ଦୀକ୍ଷା ଗ୍ରହଣ କରିଥିଲେ। କୋଉ ଦୀକ୍ଷା ଗ୍ରହଣ କରିଥିଲେ ବୈଷ୍ଣବ ଦୀକ୍ଷା ଗ୍ରହଣ କରିଥିଲେ। ବୈଷ୍ଣବ ସାଧନାର ବାତ୍ସଲ୍ୟ ପୂର୍ବରାଗ ମାନ ସମର୍ପଣ ଆଦିକୁ ନେଇ ବହୁ ସଙ୍ଗୀତ ରଚନା କରିଥିଲେ। ହେଲେ କବି ଗୋପାଳ କୃଷ୍ଣ ବୈଷ୍ଣବ ଦୀକ୍ଷା ଗ୍ରହଣ କରିଥିଲେ ଏବଂ ବୈଷ୍ଣବ ସାଧନାର ବାତ୍ସଲ୍ୟ ପୂର୍ବରାଗ ମାନ ସମର୍ପଣ ଆଦିକୁ ନେଇ ସେ ଅନେକ ସଙ୍ଗୀତ ରଚନା କରିଥିଲେ। ଗୋପାଳ କୃଷ୍ଣ ନିଜେ ଜଣେ ସୁଗାୟକ ଭାବରେ ପ୍ରତିଷ୍ଠା ଲାଭ କରିଥିଲେ। ହେଲେ ଗୋପାଳ କୃଷ୍ଣ ନିଜେ ଜଣେ ଥିଲେ ସୁଗାୟକ। ତେଣୁ ତାଙ୍କର ପ୍ରତିଟି ସଙ୍ଗୀତ ତାଳ, ଲୟ, ରାଗ, ରାଗିଣୀ ସମନ୍ୱିତ ଶବ୍ଦାବଳୀର ଏକ ଏକ ଉଚ୍ଚାଙ୍ଗ ପରିପ୍ରକାଶ। କବି ଗୋପାଳ କୃଷ୍ଣ ଯେହେତୁ ଜଣେ ସୁଗାୟକ ଥିଲେ ତେଣୁ ତାଙ୍କର ସଙ୍ଗୀତ ଗୁଡିକରେ ସ୍ୱର, ତାଳ, ଲୟ, ରାଗ, ରାଗିଣୀ ଏକାନ୍ତ ସ୍ୱର, ତାଳ, ଲୟ, ରାଗ, ରାଗିଣୀ ଏଗୁଡିକର ଉଚ୍ଚାଙ୍ଗ ପରିପ୍ରକାଶ ଦେଖିବାକୁ
ଆଗକୁ ଯିବା। ଆଜିର ପ୍ରଥମ ପ୍ରଶ୍ନ, ଚୌପଦୀର ପଦ ସଂଖ୍ୟା କେତେ? ଚୌପଦୀର ପଦ ସଂଖ୍ୟା 4। ପରବର୍ତ୍ତୀ ପ୍ରଶ୍ନ, ନିମ୍ନଲିଖିତ କବିମାନଙ୍କ ମଧ୍ୟରୁ କିଏ ପଦାବଳୀର ରଚୟିତା? ଅର୍ଜୁନ ଦାସ ପଦାବଳୀର ରଚୟିତା ନୁହନ୍ତି। ପରବର୍ତ୍ତୀ ପ୍ରଶ୍ନ, ଆଗକୁ ଯିବା। ପଦାବଳୀ ହେଉଛି ଅନ୍ତର୍ମୁଖୀ କବି ଆବେଗର ଆତ୍ମିକ ଉଚ୍ଚାରଣ। ଏକକ ବା ସମବେତ କଣ୍ଠରେ ଗୀତ ହେବାର ଯୋଗ୍ୟତା ନଥିଲେ ଏହା ପଦାବଳୀ ହୋଇପାରିବ ନାହିଁ। କିଏ କହିଛନ୍ତି? ଆଉଥରେ ମୁଁ ଆପଣମାନଙ୍କୁ ବୁଝେଇ ଦଉଛି। ପଦାବଳୀ ହେଉଛି ଅନ୍ତର୍ମୁଖୀ, କଣ? ଅନ୍ତର୍ମୁଖୀ କବି ଆବେଗର ଆତ୍ମିକ ଉଚ୍ଚାରଣ। କ୍ଲିୟର? ବୁଝିପାରିଲେ? ଏକକ ବା ସମବେତ କଣ୍ଠରେ ଜଣେ କିମ୍ବା ବହୁତ ଜଣ ମିଶିକି ସମବେତ କଣ୍ଠରେ ଗୀତ ହେବାର ଯୋଗ୍ୟତା ଯଦି ନଥିବ ତେବେ ତାହା ପଦାବଳୀ ହୋଇପାରିବ ନାହିଁ। ଏହା କିଏ କହିଛନ୍ତି? 3 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? କ୍ଷେତ୍ରବାସୀ ନାୟକ। ପଦାବଳୀ ସାହିତ୍ୟ ମୁଖ୍ୟତଃ କେଉଁ ଧର୍ମୀୟ ଗୀତ କଥାକୁ ନେଇ? ପ୍ରଶ୍ନର ଉତ୍ତର କଣ? ବୈଷ୍ଣବ ଧର୍ମୀୟ। ଗୋପାଳ କୃଷ୍ଣ ପଟ୍ଟନାୟକଙ୍କ ଜନ୍ମସ୍ଥାନ କେଉଁଠି? ଏ ପୂର୍ବରୁ ଆଲୋଚନା କରିଥିଲି, ଏହା ତ ଆପଣ ଜାଣିଥିବେ। 5 ନମ୍ବର ପ୍ରଶ୍ନର ଗୋପାଳ କୃଷ୍ଣ କେଉଁ କବିଙ୍କ ସମସାମୟିକ ଥିଲେ? ଗୋପାଳ କୃଷ୍ଣ କେଉଁ କବିଙ୍କ ସମସାମୟିକ ଥିଲେ? କବି ସୂର୍ଯ୍ୟ ବଳଦେବରଥଙ୍କ ସମସାମୟିକ ଥିଲେ। ପରବର୍ତ୍ତୀ ପ୍ରଶ୍ନ, ଗୋପାଳ କୃଷ୍ଣଙ୍କ ପିତାଙ୍କ ନାମ? ଆଲୋଚନା କରିଥିଲି, ଟିକେ ପୂର୍ବରୁ ଆଲୋଚନା କରିଛି। ଆପଣମାନେ ଏହାର ଉତ୍ତର ଏବେ କହିପାରିବେ ବୋଲି ଆଶା କରୁଛି। 7 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ବନବାସୀ ପଟ୍ଟନାୟକ ହେଉଛନ୍ତି ଗୋପାଳ କୃଷ୍ଣଙ୍କ ପିତା। ପରବର୍ତ୍ତୀ ପ୍ରଶ୍ନ, ଆଗକୁ ଯିବା। ଗୋପାଳ କୃଷ୍ଣ ପ୍ରଥମେ କେଉଁ କର୍ମରେ ନିୟୋଜିତ ଥିଲେ? 8 ନମ୍ବର ପ୍ରଶ୍ନ, ପ୍ରଥମେ କେଉଁ କର୍ମରେ ନିୟୋଜିତ ଥିଲେ? ପାଞ୍ଜିକରଣ କର୍ମରେ ନିୟୋଜିତ ଥିଲେ। ପରବର୍ତ୍ତୀ ପ୍ରଶ୍ନ, ଗୋପାଳ କୃଷ୍ଣ କେଉଁ ଜାତୀୟ ସଙ୍ଗୀତ ପାଇଁ କୃତିତ୍ୱ ହାସଲ କରିପାରିଛନ୍ତି? ଗୋପାଳ କୃଷ୍ଣ କେଉଁ ଜାତୀୟ ସଙ୍ଗୀତ ପାଇଁ କୃତିତ୍ୱ ହାସଲ କରିପାରିଛନ୍ତି? 9 ନମ୍ବର ପ୍ରଶ୍ନର ଉତ୍ତର କଣ? ପଦାବଳୀ। ପରବର୍ତ୍ତୀ ପ୍ରଶ୍ନ, ଆଗକୁ ଯିବା। କେଉଁଠି ଗୋପାଳ କୃଷ୍ଣଙ୍କ ସଙ୍ଗୀତ ନୁହେଁ? କେଉଁଠି ଗୋପାଳ କୃଷ୍ଣଙ୍କ ସଙ୍ଗୀତ? ଶ୍ୟାମ ନାଗର ହେ ଏବେଶ ହୋଇବ ନାହିଁ। ଏ ଗୀତଟି ହେଉଛି ସଙ୍ଗୀତଟି ଗୋପାଳ କୃଷ୍ଣଙ୍କର ନୁହେଁ। କଣ ପ୍ରଶ୍ନ ପଚାରିଛି? ନୁହେଁ ବୋଲି ପ୍ରଶ୍ନ ପଚାରିଛି। ଉତ୍ତର ହେବ ଏ। ପରବର୍ତ୍ତୀ ପ୍ରଶ୍ନ, ଆଗକୁ ଯିବା। କାଳକିଙ୍କର ଭୟରେ ଅଜାମିଳ ପୁତ୍ର ପ୍ରଚାରରେ ଡାକିତ ଧର୍ମପଦ ପାଇଲା ଆପଣଙ୍କ ନାମ ମହିମା ଏପରି। ଏହି ପଦଟି କେଉଁ କବିଙ୍କର? କାଳକିଙ୍କର ଭୟରେ ଅଜାମିଳ ପୁତ୍ର ପ୍ରଚାରରେ ଡାକିତ ପରମ ପଦ ପାଇଲା ଆପଣଙ୍କ ନାମ ମହିମା ଏପରି। ଏହି ପଦଟି କେଉଁ କବିଙ୍କର? 11 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ପରବର୍ତ୍ତୀ ପ୍ରଶ୍ନ, ପାରି ନୁହେଁ ନାରୀ ମନରେ ନାଗରୀ ସଙ୍ଗୀତରେ କବି ଗୋପାଳ କୃଷ୍ଣ ନାରୀ ସମ୍ପର୍କରେ କେଉଁ ସୂକ୍ଷ୍ମ ବିଭାଗ କଥା ଉଲ୍ଲେଖ କରିଛନ୍ତି? ନାରୀ ସମ୍ପର୍କରେ କେଉଁ ସୂକ୍ଷ୍ମ ବିଭାଗ କଥା ଉଲ୍ଲେଖ କରିଛନ୍ତି? ପାରି ନୁହେଁ ନାରୀ ମନରେ ନାଗରୀ ସଙ୍ଗୀତରେ କବି ଗୋପାଳ କୃଷ୍ଣ ନାରୀ ସମ୍ପର୍କରେ କେଉଁ ସୂକ୍ଷ୍ମ ବିଭାଗ କଥା ଉଲ୍ଲେଖ କରିଛନ୍ତି? 12 ନମ୍ବର
प्रश्नर उत्तर कौन है? ए नारी चरित्र। प्रश्न आगक जावा। कवि बनमाली और पदावली पुस्तकटी स्रष्टा किए? कवि बनमाली और पदावली पुस्तकटीर स्रष्टा किए? 13 नंबर प्रश्नर उत्तर कौन है? रत्नाकर चयनी। परवर्ती प्रश्न। कवि गोपाल कृष्ण तांको पदावली समालोचनात्मक पुस्तकर स्रष्टा किए? कवि गोपाल कृष्ण तांको पदावली समालोचनात्मक पुस्तकर स्रष्टा किए? 14 नंबर प्रश्नर उत्तर कौन है? सी रत्नाकर चयनी। परवर्ती प्रश्न को जिबा। कवि गोपाल कृष्ण पट्टनायक प्रबंधर प्राबंधिक किए? कवि गोपाल कृष्ण पट्टनायक प्रबंधर प्राबंधिक किए? 15 नंबर प्रश्नर उत्तर कौन हम? मोहन सेनापति। परवर्ती प्रश्न। केउ रचनाटी गोपाल कृष्णंकर नुहे? कौन पचारिछि? नुहे पचारिछि। केउ रचनाटी गोपाल कृष्णंकर नुहे? 16 नंबर प्रश्नर उत्तर कौन हम? श्री राधांको नबानु राग गोपाल कृष्णंकर नुहे। परवर्ती प्रश्न आगକୁ ଯିବା। ब्रजबासीଙ୍କ नयन संपत्ति से श्री किशोर रतन रस राज हे आहा दिशुचि बदन। ब्रजबासीଙ୍କ नयन संपत्ति से श्री किशोर रतन रस राज हे आहा दिशुचि बदन। एही पंक्ति केउ संगीत अंतर्गत? एही पंक्ति केउ संगीत अंतर्गत? नंबर प्रश्नर उत्तर कौन है? बी श्री राधा। परवर्ती प्रश्न आगକୁ ଯିବା। क स्तंभ ख स्तंभ। 18 नंबर प्रश्न चंदन यात्रा किए लिखिଛନ୍ତି? चंदन यात्रा सालवेग। ताले 1 रो आईवी ला 1 रो आईवी चंदन यात्रा सालवेग। तारे एकर आईवी माने सी हो यार 2 रो ट्रिपल आई 2 रो की नादरे प्राण संगिनी गोपाल कृष्ण। नल राजार टिकी पिलाटी बन 3 रो गृहसम हाड़ू दास। बाकी जहाँ रहा गृहसम हाड़ू दास। उत्तर कौन है? सी। परवर्ती प्रश्न आगକୁ ଯିବା। रामायण चंपू छाया रे किए सचित्र रामायण रचना करिसेंती? रामायण चंपू छाया रे किए सचित्र रामायण रचना करिसेंती? बनमाली दास। 20 नंबर प्रश्न डी। परवर्ती प्रश्न। आहे नीଳ ଶୈଳ संगीत रे कवि सालवेग जगन्नाथଙ୍କୁ କାହା ସହ ତୁଳନା କରିଛନ୍ତି? এই ଗୀତଟି ତ ସମସ୍ତଙ୍କର ମନେ ମଧ୍ୟ ଥିବ। आहे नीଳ ଶୈଳ संगीତରେ କବି ସାଲବେଗ ଜଗନ୍ନାଥଙ୍କୁ କାହା ସହ ତୁଳନା କରିଛନ୍ତି? 20 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ଜଗନ୍ନାଥଙ୍କୁ ସର୍ପ ସହିତ ତୁଳନା କରିଛନ୍ତି। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। କେଉଁ କବିତାଟିରେ ବଂଶୀ ଧ୍ୱନିର ମହିମା ବର୍ଣ୍ଣିତ? କେଉଁ କବିତାଟିରେ ବଂଶୀ ଧ୍ୱନିର ମହିମା ବର୍ଣ୍ଣିତ? 21 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? କି ନାଦରେ ପ୍ରାଣ ସଙ୍ଗିନୀ। 21 ନମ୍ବର ପ୍ରଶ୍ନର ଉତ୍ତର କି ନାଦରେ ପ୍ରାଣ ସଙ୍ଗିନୀ କବିତାଟିରେ ବଂଶୀ ଧ୍ୱନିର ମହିମା ବର୍ଣ୍ଣିତ। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା।
ଇନ୍ଦ୍ର ବିବାଦେ ନିର୍ଘାତେ ନାଦେ ଛିଡ଼ା ବରଷିଲା ଅତି ପ୍ରମାଦେ ଦେଖିଛ ତ ହାତେ ବିନା ଅବସାଦେ ମନ୍ଦର ଗିରିକି ଟେକିଥିଲାଟି। ଏହି ପଂକ୍ତି କେଉଁ ସଙ୍ଗୀତର ପରିସର ଭୁକ୍ତ? ଇନ୍ଦ୍ର ବିବାଦେ ନିର୍ଘାତେ ନାଦେ ଛିଡ଼ା ବରଷିଲା ଅତି ପ୍ରମାଦେ ଦେଖିଛ ତ ହାତେ ବିନା ଅବସାଦେ ମନ୍ଦର ଗିରିକି ଟେକିଥିଲାଟି। 22 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ନନ୍ଦରାଜାର କି ପିଲାଟି। ସଙ୍ଗୀତର ପରିସର ଭୁକ୍ତ। ପ୍ରଶ୍ନ ଆଗକୁ ଯିବା। ଧନ୍ୟ ସେହୁପୁର ଧନ୍ୟ ସେହୁ ନର ଦେଖନ୍ତେ ନନ୍ଦନ ଚନ୍ଦନ ଯାତ୍ରାକୁ ବିଜେ କରିଛନ୍ତି ସିନ୍ଧୁ ସୁତା ପ୍ରାଣ ଧନ। ଏହି ସଙ୍ଗୀତଟି କାହାର ରଚନା? ଧନ୍ୟ ସେହୁପୁର ଧନ୍ୟ ସେହୁ ନର ଦେଖନ୍ତେ ନନ୍ଦନ ଚନ୍ଦନ ଯାତ୍ରାକୁ ବିଜେ କରିଛନ୍ତି ସିନ୍ଧୁ ସୁତା ପ୍ରାଣ। ଏହି ସଙ୍ଗୀତଟି କାହାର ରଚନା? 23 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ଶାଲବେଗ। 23 ନମ୍ବର ଏ। ପରବର୍ତ୍ତୀ ପ୍ରଶ୍ନ 24 ନମ୍ବର ପ୍ରଶ୍ନ। ବନମାଳି ବୋଲେ ମନ ମିଳିଗଲେ ବିସ୍ମର ନ ପାରେ ଆଖି ଯେତେ ଦେଖୁଥିଲେ ତତେ ପୁଣି ନୂଆ ନୂଆ ଦିଶେ ଟିକି ଗମିତ। ଏହି ପଦଟି କେଉଁ ସଙ୍ଗୀତରୁ ଆନିତ? 23 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ସି। ଶ୍ରୀରାଧାଙ୍କ ନବାନୁ ରାଗ। ପରବର୍ତ୍ତୀ ପ୍ରଶ୍ନ। ଓଡ଼ିଶୀ ସଙ୍ଗୀତ କହିଲେ ସାଧାରଣତଃ କେଉଁ ଜାତୀୟ ରଚନାକୁ ବୁଝାଏ? ଓଡ଼ିଶୀ ସଙ୍ଗୀତ କହିଲେ ସାଧାରଣତଃ କେଉଁ ଜାତୀୟ ରଚନାକୁ ବୁଝାଏ? କେଉଁ ଜାତୀୟ ରଚନା? ଚୌପଦୀ। 25 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ବି। ପରବର୍ତ୍ତୀ ପ୍ରଶ୍ନ। ସ୍ମରେ ଦେଇ ବନ୍ଧୁ ନଜାରେ କବିତାର କବି କିଏ? ସ୍ମରେ ଦେଇ ବନ୍ଧୁ ନଜାରେ କବିତାର କବି କିଏ? 26 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? କପାଳ କୃଷ୍ଣ। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। 27 ନମ୍ବର ପ୍ରଶ୍ନ। ପୂର୍ବାନୁରାଗ ମୂଳକ ବଡ଼ ଆଚମ୍ବିତ ଦେଖିଲେ ସଙ୍ଗୀତର କବି କିଏ? ପୂର୍ବାନୁରାଗ ମୂଳକ ବଡ଼ ଆଚମ୍ବିତ ଦେଖିଲେ ସଙ୍ଗୀତର କବି କିଏ? 27 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ଏ। ପରବର୍ତ୍ତୀ ପ୍ରଶ୍ନ। ଉଠିଲୁ ଏଡେ ବେଗି କାହିଁକିରେ ଗଣ୍ଠି ଧନ ଦଧି ମନ୍ଥାଇ ଦେବୁ ନାହିଁକି? ଉଠିଲୁ ଏଡେ ବେଗି କାହିଁକିରେ ଗଣ୍ଠି ଧନ ଦଧି ମନ୍ଥାଇ ଦେବୁ ନାହିଁକି? ଏହି ସଙ୍ଗୀତର ସ୍ରଷ୍ଟାଙ୍କ ନାମ? 23 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? କପାଳ କୃଷ୍ଣ। ପରବର୍ତ୍ତୀ ପ୍ରଶ୍ନ। ସ୍ତମ୍ଭ ପୁଣି ଆସିଲା। 29 ନମ୍ବର ପ୍ରଶ୍ନ। ଗୁଣନିଧି ଲାବଣ୍ୟ ଲହରୀରେ ହୁଆଇ ଏକର ଆଇ। ଗୁଣନିଧି ଲାବଣ୍ୟ ଲହରୀରେ ବଳଦେବ ରଥ। ବୁଝିପାରିଲେ? ଏକର ଟୁଆଇ ମାନେ ସି ହବ ଏହାର ଉତ୍ତର। 2ର ଆଇ ପରାଣ ଯିବାର ଲଡା। 2ର ଆଇ ପରାଣ ଯିବାର ଲଡା ଯଦୁମଣି ମହାପାତ୍ର। 3ର ଆଇବି କଦମ୍ବ ବନେ ବଂଶୀ ବାଜିଲାରେ କପାଳ କୃଷ୍ଣ। ଭଗତଙ୍କ ଦୁଃଖ ନିରନ୍ତର ଦେଖ ଭୀମ ହୋଇ। ବୁଝିପାରିଲେ? ଉତ୍ତର କଣ ହେବ? ସି। ପରବର୍ତ୍ତୀ ପ୍ରଶ୍ନ ଏବଂ ଆଜିର ଶେଷ ପ୍ରଶ୍ନ ମଧ୍ୟ। କାଳକ୍ରମ ଅନୁସାରେ ସଜାଅ। କାଳାନୁକ୍ରମ ପଦ୍ଧତିରେ ସଜାଅ।
ଭକ୍ତଚରଣ ଦାସ, ଯଦୁମଣି ମହାପାତ୍ର, ଗୋପାଳ କୃଷ୍ଣ ବଳଦେବ। ଏ ହବ ୟାର ଉତ୍ତର। କଣ ହବ? ଏ ହବ ୟାର ଉତ୍ତର। ଇଏ ଥିଲା ଆଜିର 30 ଗୋଟି ପ୍ରଶ୍ନ ଉତ୍ତର। ପୁଣି ଆପଣମାନଙ୍କ ସୁବିଧା ପାଇଁ ନିମ୍ନରେ ଉତ୍ତର ମଧ୍ୟ। ଏବେ ଭିଡିଓ ଭଲ ଲାଗୁଥିଲେ ଭିଡିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଭିଡିଓ ପାଇବାକୁ ଚାହୁଁଥିଲେ ଓଡ଼ିଆ ନେଟ୍ ଆଚିଭର୍ସ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରନ୍ତୁ। ଧନ୍ୟବାଦ। ପୁଣି ଦେଖା ହବ ଅନ୍ୟ ଏକ କ୍ଲାସରେ।